ଚତୁର୍ଥ ଶ୍ରେଣୀ ସାହିତ୍ୟ କଳିକା ପୁସ୍ତକର ବିଷୟବସ୍ତୁ ଭାରତର ବୁଲବୁଲ। ତାହେଲେ କିଏ ଭାରତର ବୁଲବୁଲ ପିଲାମାନେ କିଏ କହିପାରିବ? ଆମେ ସମ୍ପୂର୍ଣ୍ଣ ଶୁଣି ସାରିବା ପରେ ଆପେ ଜାଣିପାରିବା। ଏହାର ଲେଖକ ହେଉଛନ୍ତି ଭଗବାନ ମହାନ୍ତି। ଝିଅଟିଏ ଥିଲା, କବିତା ଲେଖାରେ ତାର ଭାରି ମନ। କି ଦିନ କି ରାତି ସେ ଏକୁଟିଆ ବସେ, ମନେ ମନେ କ'ଣ ଗୁଣି ଗୁଣି ହୋଇ ଖାତାରେ ଲେଖି ପକାଏ। ବେଳ ପାଇଲେ ବାହାରେ ବୁଲି ସୁନ୍ଦର ସୁନ୍ଦର ଫୁଲ, ଚଢ଼େଇ, ଗଛଲତା ସବୁକୁ ଅନେଇ କ'ଣ ଭାବେ, ସତେ ଯେପରି ଏମାନେ ତାର ଅତି ଆପଣାର। ଏକଥା ମାଆଙ୍କ ଛଡ଼ା ଅନ୍ୟ କେହି ଜାଣିପାରନ୍ତି ନାହିଁ। ମାଆ ଝିଅକୁ ଉତ୍ସାହ ଦିଅନ୍ତି, ବାପା କିନ୍ତୁ ଚାହାନ୍ତି ଓଲଟା। ବାପାଙ୍କ ଇଚ୍ଛା ଝିଅ ଅଙ୍କ କଷୁ, ହିସାବ କିତାବ ଭଲ ଜାଣୁ। ଥରେ ବାପା ଝିଅକୁ କେତେ ଖଣ୍ଡ ଅଙ୍କ କଷିବାକୁ ଦେଲେ, ମାତ୍ର ଝିଅର ଅଙ୍କ କଷିବାରେ ମନ ନାହିଁ। ଅଙ୍କ କଷିବା ପାଇଁ ବାଧ୍ୟ କରି ବାପା ତାକୁ ଗୋଟିଏ କୋଠରୀ ଭିତରେ ରଖି ବାହାରୁ କବାଟ କିଳିଦେଲେ। କେତେ ସମୟ ପରେ ଆସି କବାଟ ଖୋଲିଲେ, ମାତ୍ର ଏ କ'ଣ? ଝିଅଟି ଅଙ୍କ ନ କଷି ଲେଖି ପକାଇଛି ଗୋଟିଏ ସୁନ୍ଦର କବିତା। କବିତାଟି ଲେଖାଯାଇଛି ଇଂରାଜୀ ଭାଷାରେ। ବାପା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ମନେ ମନେ କହି ପକାଇଲେ, ବାଃ, କେଡ଼େ ସୁନ୍ଦର କବିତା। ସେ ଭାବିଲେ ତାଙ୍କ ଝିଅ ଭବିଷ୍ୟତରେ ନିଶ୍ଚୟ ଜଣେ ବଡ଼ କବି ହେବ, କବି ଭାବରେ ନାଁ କରିବ। ପାଠପଢ଼ା ସହିତ ଝିଅଟିର ମନ ପ୍ରାଣ ଲାଗି ରହିଲା କବିତା ଲେଖାରେ। ବଡ଼ ହେଲା ପରେ ସତକୁ ସତ ସାରା ପୃଥିବୀର ନାଁ କଲା। ଏବେ ତାଙ୍କ କବିତା ସ୍କୁଲ କଲେଜରେ ପଢ଼ା ହେଉଛି। ତାଙ୍କ ଲେଖା ପଢ଼ି ଲୋକେ ଆନନ୍ଦ ପାଉଛନ୍ତି। ଏହି ନାରୀ କବିଙ୍କର ଇଂରାଜୀ ଭାଷାରେ ବେଶ ଦକ୍ଷତା ଥିଲା। ଇଂରାଜୀ ଲୋକମାନେ ମଧ୍ୟ ତାଙ୍କ କବିତାକୁ ପ୍ରଶଂସା କରୁଥିଲେ। ତାଙ୍କ କବିତାରେ ମୁଗ୍ଧ ହୋଇ ତାଙ୍କୁ କହୁଥିଲେ ପ୍ରାଚ୍ୟ ଜଗତର କୋକିଳ। ଆଉ କେହି କେହି କହିଲେ ଭାରତର ବୁଲବୁଲ। ଏହି ମହିଳା ଜଣକ ହେଉଛନ୍ତି ଭାରତର ଲୋକପ୍ରିୟ ନେତ୍ରୀ, ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁ। ପିଲାମାନେ ଜାଣିପାରିଲେ ଭାରତର ବୁଲବୁଲ କିଏ? କିଏ ନା ସରୋଜିନୀ ନାଇଡୁ। ସରୋଜିନୀ ନାଇଡୁ ଗୋଟିଏ ମଧ୍ୟବିତ୍ତ ବଙ୍ଗାଳୀ ପରିବାରରେ 1879 ମସିହା ଫେବୃଆରୀ 13 ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଅଘୋରନାଥ ଚଟ୍ଟୋପାଧ୍ୟାୟ ଓ ମାତା ବରଦା ସୁନ୍ଦରୀଙ୍କର ସନ୍ତାନମାନଙ୍କ ମଧ୍ୟରେ ସେ ଥିଲେ ସବୁଠାରୁ ବଡ଼। ସରୋଜିନୀ ହାଇଦ୍ରାବାଦର ଜଣେ ଡାକ୍ତର ଗୋବିନ୍ଦ ରାଜୁଲ ନାଇଡୁଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ନିଜ ନାଁ ଲେଖିଲେ ସରୋଜିନୀ ନାଇଡୁ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କର ପ୍ରତିଭା ବାଲ୍ୟକାଳରୁ ଫୁଟି ଉଠୁଥିଲା। ମାତ୍ର 12 ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇ ସମସ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହାପରେ ସେ ଯାଇ ଇଂଲଣ୍ଡର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇଲେ। ପାଠ ପଢ଼ିବା ସଙ୍ଗେ ସଙ୍ଗେ ସୁନ୍ଦର ସୁନ୍ଦର କବିତା ରଚନା କରିବା ଓ ବକ୍ତୃତା ଦେବାରେ ମଧ୍ୟ ସେ ନିଜର ଦକ୍ଷତା ପରିଚୟ ଦେଲେ। ସେତେବେଳକୁ ଭାରତ ଇଂରେଜ ଶାସନ ଅଧୀନରେ ଥାଏ। ନିଜ ଜନ୍ମଭୂମିର ପରାଧୀନତା ତାଙ୍କ ହୃଦୟରେ ଗଭୀର ଦୁଃଖ ଆଣିଦେଲା। ଏଣୁ ସେ ଦେଶପ୍ରେମ ମୂଳକ କବିତା ଲେଖିବାକୁ ଲାଗିଲେ। ତାଙ୍କ ଦେଶପ୍ରେମ ମୂଳକ କବିତା ଓ ବକ୍ତୃତା ସେ କାଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅନୁପ୍ରାଣିତ କରିଥିଲା। ଏପରିକି ଜବାହରଲାଲ ନେହେରୁ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି
ସେ କାଳର ସ୍ୱାଧୀନତା ସଂଗ୍ରାମୀ ଯୁବକମାନେ ମଧ୍ୟ ସେହି କବିତା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। 1903 ମସିହାରେ ବମ୍ବେ ମୁମ୍ବାଇରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏକ ବିରାଟ ସଭା ହେଉଥାଏ। ସେହି ସଭାରେ ସେ ନିଜେ ଇଂରାଜୀରେ ଲେଖିଥିବା ଏକ ଉଦ୍ବୋଧନମୂଳକ କବିତା ସୁନ୍ଦର ସ୍ୱରରେ ଗାନ କରିଥିଲେ। ତାଙ୍କ କଣ୍ଠସ୍ୱର କୋକିଳ ସ୍ୱର ଭଳି ଖୁବ୍ ମଧୁର ଥିଲା। ସେହି କବିତାଟି ସେଠାରେ ଉପସ୍ଥିତ ଥିବା ସମସ୍ତ ହୃଦୟକୁ ଗଭୀର ଭାବରେ ସ୍ପର୍ଶ କରିଥିଲା। ସେ ଯେଭଳି ସୁନ୍ଦର ସୁନ୍ଦର କବିତା ଲେଖୁଥିଲେ ତାକୁ ସେଇଭଳି ସୁନ୍ଦର ସ୍ୱରରେ ଗାନ କରିପାରୁଥିଲେ। ସେଥିପାଇଁ ତାଙ୍କୁ କୁହାଯାଉଥିଲା ଭାରତର ବୁଲବୁଲ। ପରବର୍ତ୍ତୀ କାଳରେ ସରୋଜିନୀ ନାଇଡୁ ଭାରତର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। 1914 ମସିହାରେ ପ୍ରଥମ ଥର ପାଇଁ ସେ ଗାନ୍ଧିଜୀଙ୍କୁ ଭେଟିଥିଲେ। ଗାନ୍ଧିଜୀଙ୍କ ନୀତି ଆଦର୍ଶ ଓ ସରଳତା ତାଙ୍କୁ ପ୍ରଭାବିତ କରିଥିଲା। କବିତ୍ୱ ଓ ଭଲ ଭାଷଣ ଦେବାର ଦକ୍ଷତା ସହ ରାଜନୀତି କ୍ଷେତ୍ରରେ ମଧ୍ୟ ତାଙ୍କର ନିପୁଣତା ପ୍ରକାଶ ହୋଇଥିଲା। 1930 ମସିହା କଥା, ସେତେବେଳକୁ ଭାରତରେ ଲବଣ ସତ୍ୟାଗ୍ରହ ଚାଲିଥାଏ। ଗାନ୍ଧିଜୀ ସତ୍ୟାଗ୍ରହରେ ମାତିଥାନ୍ତି। ଇଂରେଜମାନେ ଯେତେବେଳେ ଗାନ୍ଧିଜୀଙ୍କୁ ଗିରଫ କଲେ, ସରୋଜିନୀ ନାଇଡୁ ଏହି ସତ୍ୟାଗ୍ରହର ନେତୃତ୍ୱ ନେଇ ଆନ୍ଦୋଳନକୁ ଚାଲୁ ରଖିଲେ। ଦେଶ ପାଇଁ ସେ ବହୁବାର କାରାବରଣ କରିଛନ୍ତି ଓ ବହୁତ ଦୁଃଖ କଷ୍ଟ ମଧ୍ୟ ସହିଛନ୍ତି। ଭାରତର ସ୍ୱାଧୀନତା ଲାଭ ପରେ ସେ ଉତ୍ତରପ୍ରଦେଶର ରାଜ୍ୟପାଳ ପଦବୀ ମଣ୍ଡନ କରିଥିଲେ। ଏହି ଗୌରବ ଅର୍ଜନ କରିବାରେ ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ରାଜ୍ୟପାଳ ରୂପେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ 70 ବର୍ଷ ବୟସରେ 1949 ମସିହା ମାର୍ଚ୍ଚ 2 ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଭାରତବାସୀଙ୍କ ହୃଦୟରେ ତାଙ୍କର ସ୍ମୃତି ଚିରଦିନ ଅମଳିନ ହୋଇ ରହିଥିବ। ସେ କେବଳ ପ୍ରାଚ୍ୟ ଜଗତର କୋକିଳ ବା ଭାରତର ବୁଲବୁଲ ନଥିଲେ, ସେ ଥିଲେ ପ୍ରକୃତିରେ ହୀରାଟିଏ। ତାଙ୍କର ବହୁତ ସୁନ୍ଦର ସୁନ୍ଦର କବିତା ଆମକୁ ଆଗକୁ ପଢ଼ିବାକୁ ମିଳିବ। ବହୁତ ସୁନ୍ଦର ସୁନ୍ଦର କବିତା ସେ ଲେଖନ୍ତି। ସେହି ମହାନ ମହିୟସୀ ମହିଳାଙ୍କ ପାଦ ତଳେ ଆମ ସମସ୍ତଙ୍କ ତରଫରୁ କୋଟି କୋଟି ପ୍ରଣାମ। ଏବେ ତ ସମୟ ଆସିଛି, ଆଗକୁ ଆହୁରି ଗୋଟିଏ ସୁନ୍ଦର ବିଷୟବସ୍ତୁକୁ ନେଇ ଆପଣମାନଙ୍କ ସହିତ ଆମ ଓଡ଼ିଶା ଆମ ସାହିତ୍ୟ ଚ୍ୟାନେଲ ମାଧ୍ୟମରେ ପୁନର୍ବାର ସାକ୍ଷାତ ହେବ। ହଁ, ନୂଆ ପୁରୁଣା ସାହିତ୍ୟକୁ ନେଇ ସୁନ୍ଦର ସୁନ୍ଦର ବିଷୟବସ୍ତୁ ବିଷୟରେ ଜାଣିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, ସେୟାର, କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ।